ଜୟ ଜଗନ୍ନାଥ ପିଲାମାନେ ଆଜି କଣ ପଢିବା? ଆଜି ଆମେ ସଂସ୍କୃତ ସାହିତ୍ୟ ମଞ୍ଜରୀ ଦଶମ ଶ୍ରେଣୀର ଗଦ୍ୟ ବିଭାଗ ସ୍ୱାମୀ ବିବେକାନନ୍ଦ ଆମର ଏଇ ସଂସ୍କୃତ ସାହିତ୍ୟ ସଂସ୍କୃତ ଶିକ୍ଷାୟତନର ପ୍ରକୋଷ୍ଠ ମଧ୍ୟରେ ପଢିବା ହେଲା। ତାହେଲେ ଏବେ ଆମେ ଉପକ୍ରମ ଦେଖିବା କଣ ଅଛି। ତାହେଲେ ସ୍ୱାମୀ ବିବେକାନନ୍ଦ ପିଲାମାନେ ବିବେକାନନ୍ଦ ଯଦି ନାଁକୁ ସନ୍ଧି ବିଚ୍ଛେଦ କରାଯାଏ କଣ ହବ? ବିବେକ ଯୁକ୍ତ ଆନନ୍ଦ ନାଇଁ, ଯାହାର ବିବେକ ଅନ୍ତରାତ୍ମା ଆନନ୍ଦ, ଯିଏ ବି ଅନ୍ୟମାନଙ୍କୁ ଆନନ୍ଦ ବାଣ୍ଟେ, ତାହେଲେ ବିବେକାନନ୍ଦ ତାଙ୍କ ନାଁକୁ ସାର୍ଥକ କରିଛନ୍ତି ନାଇଁ କି? ଆଚ୍ଛା, ତାଙ୍କ ବିଷୟରେ କିଛି ଦେଖିବା ଚାଲ। ଆଧ୍ୟାତ୍ମିକ ଜ୍ଞାନ ଗୁରୁ ମହାନ ଦାର୍ଶନିକ ସମାଜ ସଂସ୍କାରକ ସ୍ୱାମୀ ବିବେକାନନ୍ଦ ବିଶ୍ୱ ପ୍ରସିଦ୍ଧ ବର୍ତ୍ତତେ। ତାହେଲେ ସେ ଜଣେ ଏକାଧାରରେ ଆଧ୍ୟାତ୍ମିକ ଜ୍ଞାନ ଗୁରୁ। ଆଧ୍ୟାତ୍ମିକ କହିଲେ ଆତ୍ମ ସମ୍ବନ୍ଧୀୟ ଜ୍ଞାନରେ ଯେ ଗୁରୁ ହେଲା। ମହାନ ଦାର୍ଶନିକ, ଦର୍ଶନ ଯୁକ୍ତ ଇକ, ଦର୍ଶନରେ ଯିଏ ମହାନ, ଦର୍ଶନ ସାହିତ୍ୟରେ ଯିଏ ମହାନ। ଆଉ ସମାଜ ସଂସ୍କାରକ, ସମାଜକୁ ସଂସ୍କାର ଆଣିଦେବାରେ ଯାହାଙ୍କର ପ୍ରଚେଷ୍ଟା ଅନେକ। ତେଣୁ ଏକାଧାରରେ ସେ ଜଣେ ଆଧ୍ୟାତ୍ମିକ ଜ୍ଞାନ ଗୁରୁ, ଜଣେ ମହାନ ଦାର୍ଶନିକ, ଜଣେ ସମାଜ ସଂସ୍କାରକ, ବିଶ୍ୱ ପ୍ରସିଦ୍ଧ ବର୍ତ୍ତତେ। କେବଳ ଓଡ଼ିଶାରେ ନୁହେଁ, ସମଗ୍ର ବିଶ୍ୱରେ ସେ ପ୍ରସିଦ୍ଧ ଅଟନ୍ତି ହେଲା। ଲୋକ ସମୁଦାୟସ୍ୟ, ତା ସମସ୍ତ ଲୋକଙ୍କର, ସର୍ବବିଧ କଲ୍ୟାଣାର୍ଥମ, ସର୍ବବିଧ ମାନେ ସମସ୍ତ ପ୍ରକାର, କଲ୍ୟାଣାୟ ଇଦମ କଲ୍ୟାଣାର୍ଥମ ସମସ୍ତ ପ୍ରକାର କଲ୍ୟାଣ, ସହ ସତତମ ଯତ୍ନପର ଆସିତ୍ ସବୁ ପ୍ରକାର କଲ୍ୟାଣ କରିବା ପାଇଁ, ସହ ଏଠି ସନ୍ଧି ବିଚ୍ଛେଦ କରିଦବ, ସନ୍ଧି ହେଇଛି ତାକୁ ବିଚ୍ଛେଦ କରିଦବ, ସହ କହିଲେ ସେ, ସତତମ ଅର୍ଥାତ୍ ସଦା ସର୍ବଦା, ଯତ୍ନପର ଆସିତ୍ ସବୁ ଲୋକମାନଙ୍କର କିପରି ମଙ୍ଗଳ ହବ ଏଇ ବିଷୟରେ ସେ ସବୁବେଳେ ହିଁ ଚେଷ୍ଟାଶୀଳ ଥିଲେ ହେଲା। ତସ୍ୟ ଜୀବନ ଚରିତମପି, ତାଙ୍କର ଜୀବନୀଟି ଉତ୍ତମ ମାନବ ନିର୍ମାଣାର୍ଥମ, ଗୋଟେ ଭଲ ମଣିଷ ନିର୍ମାଣାର୍ଥମ, ନିର୍ମାଣ ପାଇଁ, ନିର୍ମାଣାୟ ଇଦମ ନିତ୍ୟ ସମାସ, ଗୋଟେ ଭଲ ଚରିତ୍ରବାନ ମାନବଟିଏ ଗଢିବା ପାଇଁ ଆଦର୍ଶ ସ୍ଥାନୀୟ ହେଲା, ଆଦର୍ଶନୀୟ ଅଟେ। ଭବେତ ଇତି, ଭବେତ ମାନେ ଅଟେ, ଇତି ଧିଆ ଏଇ ବୁଦ୍ଧିରେ, ଏଇ ବିଶ୍ୱାସରେ, ବିଷୟ ଅୟମ ଏହି ବିଷୟଟି, ବିଷୟ ଯୁକ୍ତ ଅୟମ ଉପସ୍ଥାପିତ ଉପସ୍ଥାପନ କରାଯାଇଛି ବା ଦିଆଯାଇଛି। ଆମ ସଂସ୍କୃତ ସାହିତ୍ୟ ମଞ୍ଜରୀ ଭିତରେ ଆକୁ ଅନ୍ତର୍ଭୁକ୍ତ କରାଯାଇଛି ହେଲା। କଣ ପାଇଁ ନା ତାଙ୍କ ଚରିତ୍ରଟି ଗୋଟେ ଉତ୍ତମ କଣ ମନୁଷ୍ୟ ନିର୍ମାଣ କରିବା ପାଇଁ ସହାୟକ ଅଟେ ନାଇଁ, ସେଥିପାଇଁ କି ହିଁ ତାଙ୍କର ଏଇ ବିଷୟଟି ଆମର ଏଇ ବହିରେ ଦିଆଯାଇଅଛି। ତାହେଲେ ଏବେ ଦେଖିବା, ପ୍ରଥମ ପାରା ପଢିବା। ମହାମାନବାଃ ଦିବ୍ୟ ପୁରୁଷାଃ। ପିଲାମାନେ ତମେ ଜାଣିଥିବ ମହାମାନବ, ମହାନ ମାନବ, କର୍ମଧାରୟ ସମାସ, ଜ୍ଞାନୀ ବ୍ୟକ୍ତି, ମହାନ ବ୍ୟକ୍ତି, ସେମାନେ କଣ ଅଟନ୍ତି? ସେମାନେ ସାଧାରଣତଃ ଦିବ୍ୟ ପୁରୁଷାଃ, ଦେବ ପୁରୁଷ ଅଟନ୍ତି। ଦିବ୍ୟ ମାନେ ଦେବତୁଲ୍ୟ, ଦେବତୁଲ୍ୟ ପୁରୁଷ ଅଟନ୍ତି ହେଲା। ଦେବତାଙ୍କ ସହିତ ସମାନ ସେମାନେ ଅଟନ୍ତି। ତେ କହିଲେ ସେମାନେ, କର୍ତ୍ତରୀ ପ୍ରଥମା, ଅମର ଧାମ୍ନଃ, ଅମର ଧାମ କଣ କହ ବୁଝ, ଅମର ଧାମ କହିଲେ ସ୍ୱର୍ଗପୁରୀ ନାଇଁ। ତାହେଲେ ଅମର ଧାମ୍ନଃ ଅର୍ଥାତ୍ ଅମର ଧାମରୁ ପଞ୍ଚମୀ ବ୍ୟକ୍ତି ହେଇଛି, ଅପାଦାନେ ପଞ୍ଚମୀ, ପୃଥିବୀ ଅବତରନ୍ତି, ପୃଥିବୀକୁ କର୍ମଣୀ ଦ୍ୱିତୀୟା, ଅବତରନ୍ତି ଅବତରଣ କରିଥାନ୍ତି ବା ଆସିଥାନ୍ତି ହେଲା। ସାଧାରଣତଃ ଜ୍ଞାନୀ ବା ମହାନ ବ୍ୟକ୍ତି ମାନେ ସେମାନେ ଦେବ ପୁରୁଷ ଅଟନ୍ତି। ସେମାନେ ଅମର ଧାମରୁ ବା ଦେବଭୂମିରୁ ଏଠିକୁ ହିଁ କଣ ମର୍ତ୍ତ୍ୟକୁ ହିଁ ଆସିଥାନ୍ତି। ମାନବ ଜାତେ ହେ, ମାନବ ଜାତିର, ଆଉ ଧର୍ମସ୍ୟ ଧର୍ମର, ମାନବ ଜାତି ଆଉ ଧର୍ମର, ବିଶ୍ୱ ସମୁଦାୟସ୍ୟ ସମଗ୍ର ବିଶ୍ୱର, ଚ କହିଲେ ଓ, ତାହେଲେ ମାନବ ଜାତି, ଧର୍ମ
ଓ ବିଶ୍ୱ ସମୁଦାୟର କଲ୍ୟାଣାर्थम କଲ୍ୟାଣାୟ ଇଦମ୍ ସମାସ କଲେ ନିତ୍ୟ ସମାସ ହେଲା। କଲ୍ୟାଣାୟ ଇଦମ୍ ନିତ୍ୟ ସମାସ। ଯଦି ସନ୍ଧି ବିଚ୍ଛେଦ କରିବା ଆମେ ତାହେଲେ ହେବ କଲ୍ୟାଣ ଯୁକ୍ତ ଅର୍ଥମ୍ ମାନେ କଲ୍ୟାଣ ପାଇଁ ମଙ୍ଗଳ ପାଇଁ ମାନବ ଜାତିର ଆଉ ଧର୍ମର ଏମିତିକି ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ସ୍ୱଳ୍ପାବଧି ଜୀବନ କାଳେ ତେ ସନ୍ଧି ବିଚ୍ଛେଦ କରିଦେବା ପିଲାମାନେ ସ୍ୱଳ୍ପ ଯୁକ୍ତ ଅବଧି ଯୁକ୍ତ ଜୀବନ କାଳେ ଯୁକ୍ତ ତେ ହେଲା। ଚାରୋଟି ପଦ ସେଠି ରହିଛି। ସ୍ୱଳ୍ପ ସ୍ୱଳ୍ପ ମାନେ କମ୍, ଅବଧି କହିଲେ ସମୟ, ଜୀବନ କହିଲେ ଜୀବନ ବଞ୍ଚିବା ଆୟୁଷ, ତେ ମାନେ ସେମାନେ। ତାହେଲେ ସେମାନେ ଯୋଉ ଆସିଥାନ୍ତି ଅଳ୍ପ ସମୟ ପାଇଁ ଅଳ୍ପ ଆୟୁଷ ନେଇକି ସେମାନେ ପୃଥିବୀ ପୃଷ୍ଠକୁ ଆସିଥାନ୍ତି। ସେମାନେ ବେଶୀ ଦିନ ବଞ୍ଚନ୍ତି ନାହିଁ ହେଲା। ତେଣୁ ସ୍ୱଳ୍ପ ଅବଧି ଜୀବନ କାଳେ ତେ କମ୍ ଆୟୁଷ ଜୀବନ ଭିତରେ ହିଁ ମହତ୍ କାର୍ଯ୍ୟମ୍ ପ୍ରକୃତି ପ୍ରତ୍ୟୟ ହେଲା କ୍ରୁ ଯୁକ୍ତ ଣ୍ୟତ୍ ହେଲା। ତାହେଲେ ମହତ୍ କାର୍ଯ୍ୟମ୍ ସାଧୟନ୍ତି ବହୁତ ଭଲ ଭଲ କାର୍ଯ୍ୟ ମହାନ କାର୍ଯ୍ୟ ସବୁ ସମ୍ପାଦନ କରିଥାନ୍ତି, ମାନେ ତାକୁ ପାଳନ କରିଥାନ୍ତି ଏବଂ ସମାଜରେ ପ୍ରତିଷ୍ଠା କରିଥାନ୍ତି। ପୁନର୍ ଅମର ଧାମ ସନ୍ଧି ବିଚ୍ଛେଦ କରିଦିଅ ପୁନଃ ଯୁକ୍ତ ଅମର ଧାମ ଅର୍ଥାତ୍ ପୁନର୍ବାର ଅମର ଧାମକୁ ବା ସ୍ୱର୍ଗପୁରୀକୁ ପ୍ରତ୍ୟାଗଛନ୍ତି, ପ୍ରତିଯୁକ୍ତ ଆଗଛନ୍ତି ଚ ହେଲା। ତାହେଲେ ପୁନର୍ବାର ସେମାନେ ଫେରିଯାଆନ୍ତି କୋଉଠିକି ଅମରଧାମକୁ ବା ସେଇ ସ୍ୱର୍ଗଲୋକକୁ। ସେହିପରି ଜଣେ ପୁରୁଷ ଜ୍ୟୋତି ପୁରୁଷ ଜଣେ ଆଲୋକ ଦାନ କରୁଥିବା ବା କିରଣ ଦାନ କରୁଥିବା ଜଣେ ପୁରୁଷ ସାର୍ଥକ ନାମା ଯିଏକି ନିଜ ନାମକୁ ସାର୍ଥକ କରିଛନ୍ତି। ମୁଁ ଆଗରୁ ପିଲାମାନେ ପଢ଼େଇଲା ବେଳେ କହୁଥିଲି ତାଙ୍କ ନାମକୁ ସେ କିପରି ସାର୍ଥକ କରିଛନ୍ତି। ସେ ହେଲେ ସ୍ୱାମୀ ବିବେକାନନ୍ଦ। ତାହେଲେ ଜଣେ ଜ୍ୟୋତିର୍ପୁରୁଷ ଏବଂ ନିଜର ନାମକୁ ସାର୍ଥକ କରିଥିବା ସ୍ୱାମୀ ବିବେକାନନ୍ଦ ଯୁଗାକାଶେ ଯୁଗ ଯୁକ୍ତ ଆକାଶେ ଯୁଗାକାଶେ ସମୟ ରୂପକ ଆକାଶରେ ଯୁଗ ଆକାଶରେ ସେ ଯେତିକି ଦିନ ବି ଏଇ ସମାଜରେ ରହିଛନ୍ତି ସେହି ସମୟ ଭିତରେ ଯୁଗାକାଶେ ଉଜ୍ଜଳ ଜ୍ୟୋତିଷ୍କ ରୂପେଣ ଜଣେ ଜାଜ୍ୱଲ୍ୟମାନ ତାରା ରୂପରେ ହେଲେ ଆମେ ଦେଖୁଛେ ଆକାଶରେ ଅନେକ ତାରା ଅଛନ୍ତି। ସେମାନେ ନିଜର କିରଣ ଦ୍ୱାରା ନିଜର ଜ୍ୟୋତି ଦ୍ୱାରା କିଛି ସମୟ ପାଇଁ ହଉ ପଛେ କଣ କରିଥାନ୍ତି ଆଲୋକ ପ୍ରଦାନ କରିଥାନ୍ତି ନାଇଁ। ତାହେଲେ ସେଇପରି ଜଣେ ଉଜ୍ଜଳ ଜ୍ୟୋତିଷ୍କ ଭାବରେ ନିତରାମ ବିଭାତି ସେ ତ କିଛି ସମୟ ପାଇଁ ନାହିଁ ସବୁ ଦିନ ପାଇଁ ସେ କଣ ନିତରାମ ମାନେ ସର୍ବଦା ବିଭାତି ଶୋଭା ପାଉଛନ୍ତି ହେଲା। ଗୋଟେ ଉଜ୍ଜଳ ଜ୍ୟୋତିଷ୍କ ଭାବରେ ସେ ମାନେ ଯୁଗ ରୂପକ ଆକାଶରେ କଣ ଶୋଭା ପାଉଛନ୍ତି। ତେଣୁ ସେ ସିନା ମୃତ୍ୟୁବରଣ କରି ଯାଇଛନ୍ତି ବା କିନ୍ତୁ ତାଙ୍କର ଯୋଉ କଣ ଶରୀର ତାଙ୍କର ଯୋଉ କୀର୍ତ୍ତି ରୂପକ ଶରୀର ଯଶ ରୂପକ ଶରୀର ତାହା ଜାଜ୍ୱଲ୍ୟମାନ ଜ୍ୟୋତିଷ୍କ ଭାବରେ ଆକାଶରେ ଏବେ ବି ଶୋଭା ପାଉଛି। ନୈରାଶ୍ୟ ଅନ୍ଧକାର ଆଚ୍ଛନ୍ନେ ସନ୍ଧି ବିଚ୍ଛେଦ କରିଦେବା ନୈରାଶ୍ୟ ଅନ୍ଧକାର ଆଚ୍ଛନ୍ନେ। ନୈରାଶ୍ୟ କଲେ ନିରାଶରେ ଆଶାଶୂନ୍ୟ ହୋଇ ଅନ୍ଧକାର ଭିତରେ ଗତି କରୁଥିବା ସମୟରେ ନଭସି ମାନେ ଆକାଶରେ ତାହେଲେ ଯେପରି ଅନ୍ଧକାରଚ୍ଛନ୍ନ ଆକାଶରେ ନୈରାଶ୍ୟରେ ଥିବା ସମୟରେ ଜୁନାମ କହିଲେ ଯୁବକ ମାନଙ୍କର କୃତ୍ୟ ମାନେ ପାଇଁ ଅଦ୍ୟ ଅପି ଆଜି ମଧ୍ୟ ତାହେଲେ ନୈରାଶ୍ୟ ଅନ୍ଧକାରଚ୍ଛନ୍ନେ ନଭସି ଜୁନାମ କୃତେ ଅଦ୍ୟାପି ସହ ଉତ୍ସାହ ଉଦ୍ଦୀପନା ଆଲୋକମ୍ ବିକିରତି ହେଲା। ତାହେଲେ ନୈରାଶ୍ୟ ରୂପକ ଅନ୍ଧକାର ଦ୍ୱାରା ପରିପୂର୍ଣ୍ଣ ଆକାଶରେ ଯୁବକ ମାନଙ୍କର ପାଇଁ ଆଜି ମଧ୍ୟ ଅଦ୍ୟାପି ସହ କହିଲେ ସେ ଉତ୍ସାହ ଉଦ୍ଦୀପନା ଆଲୋକମ୍ ବିକିରଣ କରୁଛନ୍ତି। ତାହେଲେ ଯୋଉ ଯୁବକ ମାନେ ଆଶାଶୂନ୍ୟ ହେଇଯାଇଥାନ୍ତି ଅନ୍ଧକାର ଦ୍ୱାରା ଘେରି ରହିଥିବା ଭିତରେ ସେମାନେ ରହିଛନ୍ତି ସେମାନଙ୍କ ପାଇଁ
ଆଜି ବି ବିବେକାନନ୍ଦ ଉତ୍ସାହ, ଉଦ୍ଦୀପନା ଆଉ ଆଲୋକ ବିକିରଣ କରୁଛନ୍ତି ବା କ'ଣ ପ୍ରଦାନ କରୁଛନ୍ତି। ତେଣୁ କାଳଜୟିନୀ ଭିହି, କାଳକୁ ଜୟ କରିଥିବା, ସମୟକୁ ଜୟ କରିଥିବା କାଳଜୟିନୀ ଭିହି, ସମୀଚୀନ ବାଣୀ ଭିହି, କାଳକୁ ଜୟ କରିଥିବା ଉଚିତ ବାଣୀ, ସବୁ ସମୟରେ ସେ ଯୋଉ ବାଣୀ କି ଅନ୍ୟମାନଙ୍କ ପାଇଁ ପୁରା ଅତ୍ୟନ୍ତ ଆବଶ୍ୟକ, ସେହିପରି ବାଣୀ ଦ୍ୱାରା ଲୋକାନ ଉଦ୍ବୋଧୟତି, ଲୋକମାନଙ୍କୁ ସେ ଉଦ୍ବୋଧନ ଦେଇଛନ୍ତି, ସାନ୍ତ୍ୱନା ଦେଇଛନ୍ତି। ସଂସାର ସାଗରେ, ସଂସାର ରୂପକ ସାଗରରେ, ହେଲା, ସଂସାର ରୂପକ ସାଗରରେ, ସ୍ଥାନାଧିକରଣେ ସପ୍ତମୀ ଆଉ ସମାସ ହେଲେ ରୂପକ କର୍ମଧାରୟ ସମାସ। ଜୀବନ ପୋତମ, ଜୀବନ ରୂପକ ଡଙ୍ଗା, ବାହୟତଃ, ବହି ଯାଉଥିବା ସମୟରେ, ତାହେଲେ ସାଗରରେ ଯେମିତି ଡଙ୍ଗା ଭାସିଗଲା ବେଳେ ତାକୁ କେମିତି କୂଳକୁ ଆଣିବା ପାଇଁ ପଡ଼େ, ତାହା ନାଉରିଆ ଯେପରି ତାର ପ୍ରଚେଷ୍ଟା କରେ, ସେହିପରି ସଂସାର ରୂପକ ସାଗରରେ ନିଜର ଜୀବନ ପଥକୁ, ବହି ଯାଉଥିବା ଜୀବନ ପଥକୁ, ଜୀବନ ପଥ ଜନାନ, ସେଇଭଳି ଲୋକମାନଙ୍କୁ କୂଳମ ଆନେ ତୁମ, କୂଳମ ଯୁକ୍ତ ଆନେ ତୁମ, କୂଳକୁ ଆଣିବା ପାଇଁ, ଆନେ ତୁମ, ଆ ଯୁକ୍ତ ନି ଯୁକ୍ତ ତୁମୁନ, ଦିଶହ ନିର୍ଦ୍ଦିଶତି, ଦିଗ ଦର୍ଶାଇ ଦେଇଛନ୍ତି। ହେଲା, ଯୋଉ ଲୋକ ସଂସାର ରୂପକ ସାଗରରେ ଜୀବନ ରୂପକ ନୌକା ତାଙ୍କର ବହି ଯାଉଥିଲା ବେଳେ ତାକୁ ସେ କିପରି କୂଳକୁ ଆଣିବେ, ସେହି ଦିଗକୁ ଦର୍ଶାଇ ଦେଇଛନ୍ତି। ତେଣୁ ଯୋଗ ଜନ୍ମନଃ ତସ୍ୟ, ସେ ଜଣେ ହେଉଛନ୍ତି ଯୋଗ ଜନ୍ମା, ତାଙ୍କର ଅମୃତ ବାଣୀ, ତାଙ୍କର ଯୋଉ ଅମୃତ ବାଣୀ ଧରାପୃଷ୍ଠମ, ପୃଥିବୀ ପୃଷ୍ଠକୁ, ଅଦ୍ୟାବଧି, ଅଦ୍ୟଯୁକ୍ତ ଅବଧି, ଆଜି ବି ଚିରସ୍ରୋତା ଗଙ୍ଗେବ, ହେଲା, ସ୍ରୋତସ୍ୱିନୀ ଗଙ୍ଗା ପରି, ଚିରମ ପବିତ୍ରୀ କରତି, ଚିରକାଳ ସବୁଦିନ ପାଇଁ ପବିତ୍ରୀ କରତି, ପବିତ୍ର ହିଁ କରୁଥିବ। ହେଲା, ତାହେଲେ ଯୋଉ ଯୋଗଜନ୍ମା, ଯୋଉ ବିବେକାନନ୍ଦ, ଯିଏକି ସଂସାର ରୂପକ ସାଗରରେ ବହି ଯାଉଥିବା ଲୋକମାନଙ୍କୁ କୂଳକୁ ଆଣିବା ପାଇଁ ପଥ ପ୍ରଦର୍ଶନ କରି ଯାଇଛନ୍ତି, ତାଙ୍କ ବିଷୟରେ ଆମେ ନିହାତି ଜାଣିବା ଉଚିତ, ତାଙ୍କ ପଥକୁ ଅନୁସରଣ କରିବା ଉଚିତ। ତାହେଲେ ଆଜି ଆମେ ବିଷୟଟି ଏଇଠି ରଖିବା, ପୁଣି ଆସନ୍ତା ପିରିୟଡ଼ରେ ଆଗକୁ ନବା।